आज ମୁଁ ଆପଣମାନଙ୍କୁ ଛୁଇଁର ସୁପ୍ ରେସିପି ସେୟାର କରିବାକୁ ଯାଉଛି। ଏହି ସୁପ୍କୁ ଛୋଟ ବଡ଼ ସମସ୍ତେ ଖାଇପାରିବେ, ବର୍ଷର ଛୁଆ ମଧ୍ୟ ଖାଇପାରିବ। ନମସ୍କାର, ମୁଁ ରୁଚି। ୱେଲକମ୍ ଟୁ ମାଇ ଚ୍ୟାନେଲ୍ କୁକ୍ ବିଥ୍ ରୁଚି। ସୁପ୍ ବନେଇବା ପାଇଁ ମୁଁ ଏଠି 3ଟି ଛୁଇଁ ନେଇଛି। ସେ ଛୁଇଁକୁ ଭଲ ଭାବରେ ଧୋଇକି ତା'ର ଚୋପାକୁ ବାହାର କରିକି ଛୋଟ ଛୋଟ ଖଣ୍ଡ କରି କାଟି ନେଇଛି। ଗୋଟେ ଛୋଟ ଟମାଟୋ ନେଇଛି, ଛୋଟ ପିଆଜ ନେଇଛି, ସେଗୁଡ଼ା ସବୁ ଛୋଟ ଛୋଟ ଖଣ୍ଡ କରି କାଟି ନେଇଛି। ତାପରେ 2ରୁ 3ଟି ରସୁଣ ଖୋସା ନେଇଛି, ଗୋଟେ ଛୋଟ ବଡ଼ି ଅଦା ନେଇଛି। ଦେଖନ୍ତୁ ମୁଁ ସବୁଜ ପୁଣି ଦେଖାଇ ଛୁଇଁ, ଟମାଟୋ, ପିଆଜ, ଅଦା, ରସୁଣ କରିବା ପାଇଁ ମୁଁ ଏଠି କୁକର ନେଇଛି। ସେଥିରେ ମୁଁ ଛୁଇଁ, ଟମାଟୋ, ପିଆଜକୁ ଦେଇକି ପୁଣି ସେଥିରେ ଅଳ୍ପ ପାଣି ଦେଇଛି, ସ୍ୱାଦ ଅନୁସାରେ ଲୁଣକୁ ଦେଇଛି, ଅଳ୍ପ ହଳଦୀ ଦେଇକି ଗ୍ୟାସ୍ରେ ବସାଇ ଦେଇଛି। ଛୁଇଁ ସିଝିବା ମୁଁ ଏଠି 2ରୁ 3ଟି ସିଟି ଆସିବା ପାଇଁ ଛାଡ଼ି ଦେଇଛି। ଦେଖନ୍ତୁ ଛୁଇଁ ସିଝି ସାରିଛି। ଏଠି ମୁଁ ଗୋଟେ ଗ୍ରାଇଣ୍ଡର ଜାର୍କୁ ନେଇକି ଯେଉଁ ସିଝିଥିବା ଛୁଇଁ, ଟମାଟୋ ସବୁକୁ ମୁଁ ଦେଇକି ପୁଣି ଗ୍ରାଇଣ୍ଡର କରି ନେଇଛି। ଗ୍ରାଇଣ୍ଡ କରିଥିବା ଛୁଇଁକୁ ମୁଁ ଗୋଟେ ଚା ଛଣା ଦ୍ୱାରା ଛାଣିକି ତା'ର ପାଣି ଅଲଗା କରି ନେଇଛି, ସେ ଚୋପାକୁ ଫୋପାଡ଼ି ନେଇଛି। ସିଝା ଛୁଇଁର ସବୁ ରସ ବାହାର କରିସାରିବା ପରେ ସିଝାଇଥିବା ପାଣିକୁ ମଧ୍ୟ ଏଥିରେ ମୁଁ ମିଶାଇକି ଫୁଟାଇବାକୁ ବସାଇ ନେଇଛି। ପୁଣି ଏଥିରେ ଅଳ୍ପ ଗୋଲମରିଚ ଗୁଣ୍ଡକୁ ମିଶାଇକି ଭଲରେ ଫୁଟାଇବାକୁ ଛାଡ଼ି ଦେଇଛି। ଏବେ ଆମର ରେଡ଼ି ହେଇସାରିଛି ଗରମା ଗରମ ଛୁଇଁ ସୁପ୍। ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ରହିଲି, ଜୟ ଜଗନ୍ନାଥ।